କିନ୍ତୁ ସବୁ ଗୁଡାକ ତତ୍ତ୍ୱ ଆପଣ ଯେମିତି ବୁଝଉଛନ୍ତି ଚାଟଶାଳୀ ପାଠ ଭଳିଆ କାଲ ଦିଟା ଖାଲି ଲାଗିଲେ ହେଲା। ସତରେ ବାବା ବହୁତ ଭଲ ଲାଗୁଛି ବାବା। ଏଇ ସବୁ ଗୁଡାକ ଶରୀର ତତ୍ତ୍ୱ ଏଗୁଡାକ ଆଜିକାଲି ଯୋଉ କଳି ଯୁଗରେ ଯୋଉ ବିଶୃଙ୍ଖଳ ଭାବରେ ପ୍ରଥମେ ମାନେ ଆମର ପିଲାଟେ ମା ଗର୍ଭରେ ଜନ୍ମ ହୁଏ ତାର ପ୍ରଥମେ କୋଉ ଚକ୍ର ମାନେ ଚାଲେ ଫାଷ୍ଟ ପ୍ରଥମେ ସେଇଟା ଉପରେ ମୁଁ ତାକୁ ପ୍ରମାଣ କରି ଦେଖେଇ ଦେଇଛି। ପ୍ରଥମେ ତାର ଅନାହତ ଚକ୍ରଟା ଚାଲେ। ପଦ୍ମ ନୁହେଁ ଚକ୍ର। କାହିଁକି ନା ଆମର ଯେତେବେଳେ ମା ଗର୍ଭରେ ପିଲାଟିଏ ଥାଏ ଭ୍ରୂଣଟା ଥାଏ ତାର ମେରୁଦଣ୍ଡ ସୃଷ୍ଟି ହେଇନଥାଏ ନା। ତେଣୁ ଯଦି ମେରୁଦଣ୍ଡ ସୃଷ୍ଟି ହେଇନଥାଏ ତାହେଲେ ସେଠି ଆଉ ପଦ୍ମ ଫୁଟିବ କେମିତି ମେରୁଦଣ୍ଡ ଭିତରେ? ତେଣୁ ସେଠି କଣ ହୁଏ ନା ସେଠି ଚକ୍ର ସୃଷ୍ଟି ହୁଏ। କାହିଁକିନା ଚକ୍ରର ସ୍ଥାନ ହଉଛି ମେରୁଦଣ୍ଡ ବାହାରେ। ମେରୁଦଣ୍ଡ ଭିତରେ ହେଲା ପଦ୍ମର। ଆଉ ଚକ୍ର ଯଦି ମେରୁଦଣ୍ଡ ବାହାରେ ସେ ଚକ୍ର ଗୁଡିକ ପବନ ଦ୍ଵାରା ପରିଚାଳିତ ହୁଏ। ଆଉ କିନ୍ତୁ ପଦ୍ମ ଗୁଡିକ ମାନେ ଶକ୍ତି ଆତ୍ମଶକ୍ତି ଦ୍ଵାରା ପରିଚାଳିତ ହୁଏ। ତେଣୁ ପବନ ଦ୍ଵାରା ଯଦି ପରିଚାଳିତ ହୁଏ ସେଇ କଥାଟା ସେ ଭାଗବତରେ ପ୍ରଥମେ ଲେଖୁଛି ବୁଝିଲେ କି ଯେ କର୍ମଣା ଦୈବ ନେତ୍ରେଣ ଜନ୍ତୁରୁ ଦେହୋପପତୟେ ସ୍ତ୍ରୀୟା ପବିଷ୍ଟ ଉଦରଂ ପୁଂସରେ ତ କଣାଶ୍ରୟ। ବୁଝିଲେ କି ମା ଗର୍ଭକୁ ସିଏ ଯାଇସାରିଲେ କଣ ହବ ନା କଲଳଂ ତ୍ୱକରାତ୍ରେଣ ପଞ୍ଚ ରାତ୍ରେଣ ବୁଦ୍ବୁଦମ ଦଶା ହେନତୁ କର୍କନ୍ଧୁ ପେଶଣ୍ଡଙ୍ଗ ବା ତତପରମ। ଅର୍ଥାତ କହୁଛି କି କଲଳଂ ତ୍ୱକରାତ୍ରେଣ ପ୍ରଥମ ରାତ୍ରରେ ସେ ଗୋଟେ ଭ୍ରୂଣ କୋଷ ତିଆରି ହୁଏ। ରଜ ବୀଜ ମିଳିତ ହେଇକି ଗୋଟେ କୋଷ ଏକ କୋଷୀ ଭ୍ରୂଣ ତିଆରି ହୁଏ ପ୍ରଥମ ଦିନ। ସେଇ ଭ୍ରୂଣ ଗୁଡିକ ସବୁ ମିଶି ଯାଇକିରି ଗୋଟେ ଗର୍ଭଜଳ ତିଆରି କରନ୍ତି। ସେ ଗର୍ଭଜଳଟା ପାଞ୍ଚଟା ରାତ୍ରରେ ସେ କଣ ନା ତା ଭିତରେ ଗୋଟେ ଫୋଟକା ହୁଏ ବୁଦୁ ଯେମିତି ଆମର ଯେ ସର୍ପଟିଏ ସର୍ପ ଆମେ ପାଣିରେ ପକେଇଦବା ପକେଇକି ତାକୁ ଚହଲେଇ ଦେଲେ ସେ କଣ ହବ ନା ବୁଦ ହେଇଯିବ। ତେଣୁ ଜଳ ହଉଛି ରଜ, ସର୍ପ ହଉଛି ବୀର୍ଯ୍ୟ। ତେଣୁ ଜଳ ଧିଅରେ ଯେତେବେଳେ ସର୍ପ ପଡେ ଅର୍ଥାତ ରଜ ଧିଅରେ ଯେତେବେଳେ ବୀର୍ଯ୍ୟ ପଡେ ସେ କଣ ନା ଚହଲିବ କି ସେ ଚହଲେ କେତେବେଳେ ନା କଲଳଂ ତ୍ୱକରାତ୍ରେଣ ପ୍ରଥମ ରାତ୍ରରେ ସେ ଚହଲେ। ଯେତେବେଳେ ଚହଲେ ସେ ଭ୍ରୂଣ କୋଷ କଣ ହୁଏ ନା ଚହଲିକିରି ଗୋଟେ ବୁଦୁ ସେଥିରେ ଫୋଟକା ତିଆରି ହୁଏ। ଯୋଉ ବାୟୁ ଫୋଟକା ସବୁ ତିଆରି ହୁଏ ସବୁ ଫୋଟକା ଗୁଡା ମିଶିକି ମଝିରେ ଗୋଟେ ପବନ ଫୋଟକା ତିଆରି ହୁଏ। ସେ ପବନ ଫୋଟକା ସେ ପବନଟା ହେଲା କି ତାକୁ କୁହାଯାଏ ଅନାହତ ଚକ୍ର। କାହିଁକି ନା ସେ ପବନ ଫୋଟକା ଭିତରେ ଯୋଉ କମ୍ପନ ସୃଷ୍ଟି ହୁଏ ହେଲା କି ସେ କମ୍ପନ ଶୂନ୍ୟରୁ ଅଟୋମେଟିକ ସୃଷ୍ଟି ହୁଏ। ତେଣୁ ତାକୁ ଅନାହତ ଅର୍ଥ ନ ଆହତ। ସେ କମ୍ପନ ମାନେ ମୁଁ ଧର ଗୋଟେ ଘଣ୍ଟ ପିଟିଲି ତାକୁ ଆହତ କଲି ବାଡେଇଲି ତେଣୁ ସେ କମ୍ପନ ହେଲା। କିନ୍ତୁ ଏଇ କମ୍ପନଟା ଅନାହତ ନ ଆହତ। ଏଥିରେ ଏ କମ୍ପନଟା କେହି ସୃଷ୍ଟି କରୁନାହିଁ। ସେ ଯେତେ ଭ୍ରୂଣ ତିଆରି ହେଇଯାଉଛି ଅଟୋମେଟିକ ସେ କମ୍ପନଟା ଶୂନ୍ୟରୁ ସୃଷ୍ଟି ହଉଛି ଅଟୋମେଟିକ। ଯୋଉ କମ୍ପନଟା ସୃଷ୍ଟି ହଉଛି ସେଟା ହଉଛି ଯୋଉ ଜାଗାରେ ସୃଷ୍ଟି ଅନାହତ ଧ୍ୱନି ତାକୁ କୁହାଯାଏ ହେଲା। ସେଇଟା ହଉଛି ଓଙ୍କାର ଧ୍ୱନି। ତେଣୁ ଓଙ୍କାର ଧ୍ୱନି ପ୍ରଥମେ ଯେତେବେଳେ ଭ୍ରୂଣ ତିଆରି ହୁଏ କୌଣସି ଧ୍ୱନି ନଥାଏ। ପ୍ରଥମ ଧ୍ୱନି ପ୍ରାଣୀର ପ୍ରଥମ ଧ୍ୱନିଟା ହଉଛି ଓଙ୍କାର ଧ୍ୱନି। ସେ ଓଙ୍କାର ଧ୍ୱନିଟା ସେଇ ଯୋଉ ବାୟୁ ଫୋଟକା ଭିତରେ ସେ ସୃଷ୍ଟି ହୁଏ। ଓଙ୍କାର ଧ୍ୱନି ଯେତେବେଳେ ସୃଷ୍ଟି ହୁଏ ତାପରେ ଯେତେବେଳେ ଶରୀର ସେଇ ଧ୍ୱନିରୁ ସେ ଧ୍ୱନିର ଆଘାତରେ କଣ ହୁଏ ନା ଆମର କୋଷ ଗୁଡିକ ସବୁ ବିଭାଜନ ଘଟେ। ଧ୍ୱନି ଆଘାତରେ ଓଙ୍କାର ଧ୍ୱନି ଆଘାତରେ କୋଷ ବିଭାଜନ ଘଟେ। ଗୋଟେ କୋଷ ଭିତରେ ଯେତେବେଳେ ଓଙ୍କାର ଧ୍ୱନି ସୃଷ୍ଟି ହୁଏ ସେ ଓଙ୍କାର ଧ୍ୱନିର ଭାଇବ୍ରେସନ କମ୍ପନରୁ ସମୟ ଆସେ ସେଥିରେ ସବୁ ଜୈବ ପଦାର୍ଥ କାର୍ବୋହାଇଡ୍ରେଟ୍ସ ଇଂରାଜୀରେ କହନ୍ତି। ସେ ଜୈବ ପଦାର୍ଥ ଗୁଡାକ ସବୁ ମିଶିକି ସେଥିରେ ପ୍ରାଣ ଶକ୍ତି ମିଶି ସେ କଣ ହୁଏ ନା ମିଶାମିଶି ହେଇକି ସେଠି କୋଷ ଗୁଡିକ ସବୁ ବିଭାଜନ ଘଟେ। ଗୋଟେ କୋଷ ଦି କୋଷରୁ ଚାରି କୋଷ ଏମିତି ତିଆରି ହୁଏ। ଯେତେବେଳେ କୋଷ ଗୁଡିକ ତିଆରି ହୁଏ ସେତେବେଳେ କଣ ହୁଏ ନା ଦଶା ହେନତୁ କର୍କନ୍ଧୁ ଅର୍ଥ ହଉଛି ବରକୋଳି।
तेणु से बरकोली सदृश गोटे कठिन सी हो जाए जितने कठिन हो जाए से टोटाल से जो शरीरटा से कौन प्रकम्पित हुए कंपन सृष्टि हुए ताको कहते कौन ना ओंकार ध्वनि कंपन से शरीर भीतर गोटे कंपन हो जाए से कंपन टाक कह जाए प्राण शक्ति है तेणु ओंकार ध्वनि कंपनटा है प्राण शक्ति से प्राण शक्तिटा कौन हुए ना से जीवनी शक्ति से बचे रखे से कोषटा को जो कोषटा को बचे रखे कोष जो बढ़े से कौन हुए ना से प्राण शक्ति ता सांगे बढ़ी बढ़ी चले टोटाल जो शरीरटा तैयारी जाए 7 मास जो शरीर तैयारी जाए सी कौन हुए ना तार अनाहत चक्र से कंपनटा सृष्टि होकी रही था कि से कंपन रु आमे बंचिकी अच्छी से कंपन जो बंद हो आमे मरजा तेणु अनाहत ध्वनि कंपन ही हूँ जीवन प्राणीर प्राण से प्राण द्वारा आमे केवल बंचिकी अच्छा तेणु से प्राण जो चली जाए कहते ना लोक कहते प्राण बाहरी प्राण बाहरी गला अर्थ से जो अनाहत स्पंदन टा निष्पंद हो अनाहत स्पंदन जो निष्पंद हो जाए से कौन हुए ना पवन श्वासक्रिया चली पारे ना तेणु अनाहत स्पंदन सहित श्वासक्रियार पवन घनिष्ठ संपर्क रही से पवन कौन करे ना से श्वासक्रियाटा से स्पंदन रे चले तेणु यहाँ हूँ वायु क्रिया तेणु ये वायु क्रिया द्वारा ही केवल जीव बचिकी अच्छी तेणु यही पवन क्रिया चली चलला पर्यंत आम बची पवन क्रिया बंद हो गले आम मरीजा तेणु ये आम श्री श्री ठाकुर श्री सिद्धानंद परमदेव कहते जे वायु साधन सरी पाठ तुलसी गचर तेणु आम शरीर भितर जिते जो स्पंदन होची टोटाल आम शरीर माने नखरु नासिका पर्यंत मस्तक पर्यंत आम शरीर भितर गोटे कंपन सृष्टि होची अनाहत कंपन से ऑटोमेटिक सृष्टि होची जार केंद्र स्थल होची आमर हृदय तेणु अनाहत चक्र रु से कंपन सृष्टि होगी आम शरीरमय होची तेणु शरीरटा तेणु इथुरु जना पड़ची ओंकार अर्थ शरीर ओंकार क्रियाटा हूँ शरीर तेणु ओंकार ही केवल मनुष्यर जीवन ओंकार द्वारा ही केवल प्राणी बंचिकी रही ये हूँ वेद तत्व हिंदू मानकर मूल तत्व बुझल कि ओंकार तत्व को जदि आम न जानी पारिबा ताहले आमे हिंदू बोली कि कोठी परिचय दे परिबा ये तत्व जे केवल हिंदू मानकर अछि ताहा नुहे मुसलमान ख्रीस्टियान जैन जिते प्रकार धर्मावलंबी समस्त गोटे गोटे प्राणी ना तेणु समस्त हृदय से कंपन सृष्टि होची किंतु सेटा को से माने जानी पारु नांती किंबा जानिकिरी से भिन्न भिन्न नाम रे आला जीसु अमक धमक सब ना दो मत पोषण करछंती किंतु प्रकृत रे देखिया पे गले समस्त हृदय गोटे कथा देखे जे हमर गोटे मुसलमान आखिरे देखुची गोटे हिंदू कोन कानर देखुची कि ना सी भी आखिरे देखुची तेणु समस्त इंद्रिय धर्म समान इंद्रिय धर्म जो समान प्राण धर्मटा कहीं समान नुहे समस्ते निश्वास प्रश्वास नौ सी भी प्रश्वास नौ सुतरां प्राण धर्मटा समस्त समान हिंदू ख्रीस्टान जैन समस्त प्राण धर्मटा समान प्राण धर्म जदि समान प्राण ध्वनिटा कहीं समान नुहे प्राण ध्वनिटा समान से ध्वनिटा को आम कहते किंतु सी कौन कहते गोटे कौन कहते ध्वनि कहते किंतु किंतु प्रकृत रे देखिया पे गले आमर जो माने हिंदू जो आम जो साधु सन्यासी थिले से मान से ध्वनि की कौन करछंती ना अनुभव करि पारछंती अनुभव करके सी आमर द्वादश स्कंध चतुर्थ अध्याय रे षष्ठ अध्याय रे लिखा है जे भागवत कथा कहूँ ये षष्ठ अध्याय पढ़ू चतुर्थ षष्ठ अध्याय पढ़ू षष्ठ अध्याय लिखा है समाहितात्मन ब्रह्मन् ब्रह्मणो परमेष्ठिन हृदयाकाशद्भुन्नादो वृत्तिरोधाद् विभाज्यते यदुपासनया ब्रह्मन् ब्रह्मण परमेष्ठिन द्रव्य क्रियाकारकाख्यं धृत्वा जान्त्य पुनर्भवम् अर्थ मुझे अर्थ तो बुझे देछि सुन यदि समय अच्छे सुन हाँ निश्चय बाबा गोटे कथा शुणु जे समाहितात्मन ब्रह्मण ब्रह्मण परमेष्ठिन ब्रह्मा जेते समाधि रे बसिले
ବୁଝିଲେ କି? ବ୍ରହ୍ମା ଅର୍ଥ ବ୍ରହ୍ମା କିଏ କେହି ନୁହନ୍ତି, ବ୍ରହ୍ମା ବୋଲି ଗୋଟେ କେହି ନାହିଁ ଜଗତରେ। ବ୍ରହ୍ମା ଅର୍ଥ ଯୋଗୀ। ଯୋଗୀ ଯେତେବେଳେ ନାଭି ଚକ୍ରକୁ ଧ୍ୟାନ କରିକିରି ବସେ ସେତେବେଳେ ତାକୁ କୁହନ୍ତି ବ୍ରହ୍ମା। ତେଣୁ ସମାହିତାତ୍ମନ ବ୍ରହ୍ମନ୍ ବ୍ରହ୍ମଣ ପରମେଷ୍ଠିନ, ସେ ଯୋଉ ପରମେଷ୍ଠି ବ୍ରହ୍ମା ଅର୍ଥାତ୍ ନାଭିକୁ ଧ୍ୟାନ କରୁଥିବା ଜଣେ ଯୋଗୀ ହେଲା କି, ଯେତେବେଳେ ସମାଧିରେ ବସିଲେ, ଯୋଗୀ ଯେତେବେଳେ ସମାଧିରେ ବସିଲେ, ସମାହିତାତ୍ମ ବ୍ରହ୍ମଣ ପରମେଷ୍ଠିନ ହୃଦୟାକାଶ ଦଭୁନ୍ ନାଦ ବୃତ୍ତିର ଉଦାତ ବିବାଦ, ତାଙ୍କ ହୃଦୟ ଆକାଶରୁ ଗୋଟେ ନାଦ ସେ ବାହାରିଲା। ସେ ହୃଦୟ ଆକାଶରୁ ନାଦ ବାହାରିଲା ନାହିଁ, ସେ ହୃଦୟ ଆକାଶରେ ସେ ନାଦଟି ସୃଷ୍ଟି ହଉଥିଲା, ସେମାନେ ଶୁଣି ପାରିଲେ, ସେମାନେ ଜାଣିପାରିଲେ ଯେ ମୋ ହୃଦୟରୁ ଗୋଟେ ନାଦ ସୃଷ୍ଟି ହଉଛି। ହୃଦୟାକାଶ ଦଭୁନାଦ ବୃତ୍ତି ରୋଧାତ ବିଭବ୍ୟତେ, ସେଇ ଯୋଉ ନାଦଟାକୁ ସବୁ ଲୋକ ଜାଣିପାରିବେ। କେମିତି ଜାଣିପାରିବେ ନା, ଶୀତ ଦିନେ ତମେ ରାତିରେ ଶୁଅ, ଭୋରୁ ଉଠିକି ଯେତେବେଳେ କାନ ଦିଟାକୁ ବନ୍ଦ କରିଦବ, ତମେ ଦେଖିବ ତମ କାନ ଦେହରେ ଗୁଣୁ 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 ଶୁଭିବ ଶବ୍ଦ। ହଁ, ତେଣୁ ତାକୁ କୁହାଯାଏ ବୃତ୍ତି ରୋଧାତ ବିଭାବ୍ୟତେ, କର୍ମ ବୁଦ୍ଧି କି ଯେତେବେଳେ ରୋଧ କରିଦବ ସେ ଶବ୍ଦ ତମକୁ ଶୁଭିବ। ହେଲା କି? ଯଦୁପାସନୟା ବ୍ରହ୍ମନ୍, ବୁଝିଲ କି? ବ୍ରହ୍ମଣ ପରମେଷ୍ଠିନ ଅର୍ଥାତ ଏଇ ଯୋଉ ଯୋଗୀ ମାନେ ଯାହାକୁ ଉପାସନା କରିକି କଣ କରନ୍ତି ନା, ଦ୍ରବ୍ୟ କ୍ରିୟା କାରକାଖ୍ୟଂ ଧୂତା ଜାନ୍ତ୍ୟ ପୁନର୍ଭମ। ଦ୍ରବ୍ୟ କ୍ରିୟା କାରକ, ଦ୍ରବ୍ୟ ଅଧିଭୂତ, କ୍ରିୟା ଅଧିଦୈବ, ବୁଝିଲେ କି? କାରକ ଅଧ୍ୟାତ୍ମ। ତେଣୁ ଅଧିଭୂତ, ଅଧିଦୈବ, ଅଧ୍ୟାତ୍ମ, ଏ ତିନି ପ୍ରକାରର ମଳ, ଏଇ ତିନି ପ୍ରକାର ହଉଛି ମଣିଷର ଦୋଷ। ସେଇ ଦୋଷକୁ ସିଏ କଣ କରୁଛନ୍ତି ନା, ଧୋଇକିରି ଯୋଉ ଧ୍ୱନି ଦ୍ୱାରା ସେ ତିନିଟା ଦୋଷକୁ ଧୋଇକିରି ସେ ଅପୁନରାଗମନ, ସେ ପରମ ବ୍ରହ୍ମ ପ୍ରାପ୍ତି ହୁଅନ୍ତି। ତେଣୁ ଏଭଳି ପ୍ରକାରର ଶକ୍ତି ଯଦି ଓଙ୍କାର ଧ୍ୱନିର ଅଛି, ସେଇ ଓଙ୍କାର ଧ୍ୱନି କେବଳ ସଦ୍ଗୁରୁଙ୍କ ଠାରୁ ନେଇକି ଆମେ ଯଦି ସ୍ମରଣା କରିବା, ଆମେ ମଧ୍ୟ ଉପରକୁ ଯାଇପାରିବା। ତେଣୁ ପ୍ରଣବ ଧ୍ୱନି ଟିକିଏ କଥା ନୁହେଁ, ତାର ଅର୍ଥଟା ଟିକେ ନା, ଆମେ କହୁଛୁ କଣ ଖାଲି ଓମ୍ ଓମ୍, କିଛି ବୁଝୁନାହାନ୍ତି, ଭିତରକୁ ପଶୁନାହାନ୍ତି, ଜାଣୁନାହାନ୍ତି ତାର ତତ୍ଵ ଗୁଡାକ କଣ। ତେଣୁ ଓମ୍ କହିଲେ ଗୋଟେ ଚେତନାତ୍ମକ କମ୍ପନ, ଯୋଉ କମ୍ପନ ଶୂନ୍ୟରୁ ସେ ଅଟୋମେଟିକ ହଉଛି। ସେଇ ଯୋଉ ଅଟୋମେଟିକ କମ୍ପନ ତାକୁ ଅନାହତ ଧ୍ୱନି କୁହାଯିବ। ସେଇ କମ୍ପନଟା କଣ ହଉଛି ନା, ତାର ମୂଳ ଉତ୍ସଟା ହଉଛି ଅନାହତ ଚକ୍ର। ଅନାହତ ଚକ୍ର କହିଲେ ଦୁଇ ସ୍ତନର ମଧ୍ୟଗତ ତାହାକୁ ବୋଲି ଅନାହତ, ଦୁଇ ସ୍ତନର ମଝିରେ ଯୋଉ ସ୍ୱର ପେଟିକା ଅଛି, ସେ ସ୍ୱର ପେଟିକା ଭିତରେ ଯୋଉ ଶୂନ୍ୟ ରହିଛି, ସେଇ ଶୂନ୍ୟରୁ ସେ ଶବ୍ଦଟା ଅଟୋମେଟିକ ସୃଷ୍ଟି ହଉଛି। ବୁଝିଲେ କି? ଅନାହତ କହିଲେ ହୃତ୍ପିଣ୍ଡ ନୁହଁ ନା, ଅନାହତ ଚକ୍ର ସେ ସୃଷ୍ଟି ହଉଛି। ସୃଷ୍ଟି ହେଇକି ସିଏ କଣ ହଉଛି ନା, ପବନ ମାଧ୍ୟମରେ ଖେଳୁଛି, ଶବ୍ଦଟା ଖେଳିକିରି କଣ ହଉଛି ନା, ଆମ ସାରା ଶରୀରରେ ଶରୀରମୟ ହେଇଯାଉଛି ସେ କମ୍ପନଟା। ଯଦି ଆମେ ସାଧନା ବଳରେ ସେଇ କମ୍ପନଟାକୁ ଅନୁଭବ କରିପାରିବା, ତାହେଲେ ଆମେ ଓଙ୍କାର ଧ୍ୱନିକି ଆମେ ଅବଗତ ହବା, ଆମେ ହିନ୍ଦୁ ହେଇପାରିବା, ଆମେ ସବୁ କଥା ଜାଣିପାରିବା। ବୁଝିଲା? ସେ ଶବ୍ଦରେ ଏକାକାର ହେଇଯିବା ଓଙ୍କାର ଧ୍ୱନିରେ। ହଁ, ସେ ଓଙ୍କାର ଧ୍ୱନିଟାକୁ ଏକାକାର ହବା ପାଇଁ ଫର୍ମୁଲା କଣ? ଶୁଣୁ, ମୁଁ ମୂଳରୁ କହିନି, ମୁଁ ସେଇ ଯୋଉ ସ୍ୱର ପେଟିକାର ଯୋଉ ଶବ୍ଦଟା ହଉଛି, ସେଟା ଯାଉଛି କୋଉଠି? ନିଶ୍ୱାସ ପ୍ରଶ୍ୱାସରେ ଯାଉଛି। ତେଣୁ ନିଶ୍ୱାସ ପ୍ରଶ୍ୱାସର ଗତିକି ସଦ୍ଗୁରୁଙ୍କ ସୂତ୍ର ଦ୍ୱାରା ଯଦି ତମେ ଅନୁଭବ କରିପାରିବ ବା ଅନୁସରଣ କରିପାରିବ, ତାହେଲେ ତମେ ସେ ଓଙ୍କାର ଧ୍ୱନି ପାଖରେ ଅଟୋମେଟିକ ଯାଇ ପହଞ୍ଚିଯିବ। ବୁଝିପାରିଲ? ତେଣୁ ସଦ୍ଗୁରୁଙ୍କର ଅନାହତ ଧ୍ୱନି କି ତମେ ଆଗେ ଅନୁଭବ କର। ଅଟୋମେଟିକ ସେ ଯୋଉ ନାଡିଟା ଚାଲୁଛି, ଯୋଉ ନାଡିଟା ଖୋଲିଯିବ, ପେଟିକା ଖୋଲିଯିବ, ଚାଲୁଛି, ସେଇଟାକୁ ଅନୁଭବ କରି କରି ଓଙ୍କାର ଧ୍ୱନି ପାଖକୁ ପଳେଇ ଗଲେ କାମ ସରିଲା। ଟୋଟାଲ ଶରୀର ଭିତରେ ଯେତେ ଭାଇବ୍ରେସନ ହଉଛି ଜାଣିପାରିବ। କଣ ଦରକାର ଏତେ କଥା? ଆଜ୍ଞା। ପବନର ଖେଳ ଶରୀର ସାରା ଖେଳୁଛି। ବାୟୁ ସାଧନାରୁ ସରିଛି ପାଠ, ତୁଳସୀ ଗଛରୁ ସରିଛି କାଠ, ଶରଣ ଗୁଣାଣ ଫେଡାଣ ମିଶା, ଆଉ ସବୁ ପାଠ ଫସର। ତେଣୁ ଗୋଟେ କଥା ହଉଛି, ତମେ ଏଇଟା ହଉଛି ମୂଳ ତତ୍ଵ ଯଦି ବୁଝିଯିବା ସବୁ ପାଇଯିବା। ଯିଏ ସବୁ ହାହାକାର ଫାହାକାର ସବୁ ହଉଛନ୍ତି, ସେ ଗୁରୁ ବୋଲଉଛନ୍ତି, ତାଙ୍କର ସ୍ୱ ଅନୁଭୂତି କିଛି ଥିବ ନଥିବ ମୁଁ କହିପାରିବିନି, କିନ୍ତୁ ଖାଲି କରନା ହାମ ସବୁ ଜାଣତା ହେ, ବୁଝିଲୁ? ହଁ, କହୁଛନ୍ତି କରୁଛନ୍ତି, ଯେତିକି କହୁଛନ୍ତି ସବୁ ହଉଛି ବୋମ୍ବାଷ୍ଟିକ ୱାର୍ଡ। ସିଏ ଯାହା ପାଟିରେ କହୁଛନ୍ତି, ତାଙ୍କ ଅନ୍ତରର ଅନୁଭବ ତାଙ୍କର ତା ନାହିଁ।
ଅନ୍ଧ ଯେମିତି ହାତୀ ଦେଖନ୍ତି ସିଏ ସେମିତି କହୁଛନ୍ତି। ଗୁରୁ ଚିହ୍ନାନ୍ତି ମହାଶୂନ୍ୟ। ଏ ମହାଶୂନ୍ୟ ଆପଣ ମାନେ ଆମକୁ ଚିହ୍ନୁଛୁ, ଏଇଟା ହଉଛି ମହାଶୂନ୍ୟ ପାଠ, ଅପନା ପାଠ ଅବନା ପାଠ। ଗୁରୁ ଚିହ୍ନାନ୍ତି ମହାଶୂନ୍ୟ, ତେବେ ଜାଣିବା ଗୁରୁ ଧନ୍ୟ। କାଲ ଯେମିତି ଭାଗବତ ଶୁଣେ, ଆଜ୍ଞା। ଷଣ୍ଢ ଯେମିତି ଭାଗବତ ଶୁଣେ, ଆଜ୍ଞା। ଆଉ ଜଡା ଯେମିତି ବେଦ ଗାଏ, ମୂକ ଯେମିତି ବେଦ ଗାଏ, ହେଲା କି, ଅନ୍ଧ ଯେମିତି ଦୃଶ୍ୟ ଦେଖେ, ବୁଝିଲ କି, ଏଇ ମାନେ ସବୁ ସେଇଆ କରୁଛନ୍ତି। ନିଜେ ମୂକ କିନ୍ତୁ ବେଦ ଗାଉଛନ୍ତି, ନିଜେ ଅନ୍ଧ କିନ୍ତୁ କହୁଛନ୍ତି ମୁଁ ସାକ୍ଷାତ ପ୍ରଭୁଙ୍କୁ ଦେଖିଛି, ନିଜେ କାଲ ସେ କହୁଛନ୍ତି ମୁଁ ଓଙ୍କାର ଧ୍ୱନି ଶୁଣିଛି। ବାବା ଗୋଟେ କଥା ପଚାରିବି? ହଁ ପଚାରୁନ। ବାବା ଆପଣଙ୍କ ଦିନଚର୍ଯ୍ୟାରେ ତ ଆପଣ କେବେ ଆଜିକାଲିର ଆମର ଏ ଔଷଧ ପତ୍ର ସେବନ କରୁନଥିବେ, ଆପଣଙ୍କୁ ତ ଆବଶ୍ୟକତା ପଡୁନଥିବ? ଏଗୁଡାକ କଥା ଯେ ଶରୀର ଅଛି ମାନେ ରୋଗ ଅଛି। ଅବଶ୍ୟ ମୁଁ ଏପର୍ଯ୍ୟନ୍ତ କିଛି ଖାଉନାହିଁ, କିନ୍ତୁ ଶରୀର ଅଛି ମାନେ ରୋଗ ଅଛି। ବାବା ଏଇ ଯୋଉ ବାୟୁଟା କେମିତି ନିଷ୍କାସନ ହବ କୋଉ ମାଧ୍ୟମରେ? ଏଇ ପବନରେ ବାୟୁ ନିଷ୍କାସନ ହେଲେ ତୁ ବଞ୍ଚିବୁ ନା? ନାଇଁ ଏଇ ଯୋଉ ପେଟ ଫୁଲିଯିବା, ଗ୍ୟାଷ୍ଟ୍ରିକ ହବା, ସେଇଟା କେମିତି? ଶୁଣୁ ରଜା ଘର ପାଖକୁ ଯାଇକି ତୁ ଛିଣ୍ଡାକନା ମାଗୁଛୁ। ମୁଁ ବ୍ରହ୍ମ ଜ୍ଞାନ କେତେ ବଡ ଜ୍ଞାନ ତୋ ସାଙ୍ଗରେ ଆଲୋଚନା କରୁଛୁ। ସେଟା ଶୁଣୁ, ସେଟା ବା ସାଧାରଣ ଡାକ୍ତର ପାଖକୁ ଗଲେ ସେ ଭଲ କରିଦବ, କିନ୍ତୁ ଏଇ ସାଧନା ଟିକେ ଇଏ କିଛି ମୋର ନୁହଁ, ମୋ ମାଙ୍କର ଟିକେ ଟିକେ ଏଇ ଯେ ପେଟଟା ଫୁଲିଯାଏ, ବୟସ 78 ହେଲାଣି। ପାଖକୁ ଗଲେ ସେ କହିଦେବେ ଏଠି ଆସିକି ସେଗୁଡା କଣ ଦରକାର? ନାଇଁ ମୁଁ କହିଲି ସେଇ ପ୍ରାଣାୟାମ ସୂତ୍ର ଯଦି ଉପଶମ ହେଇଯାଇପାରେ। ସେ ସୂତ୍ର କଣ ମୁଁ ଫୋନରେ କହିଦେବି ତୋର ହେଇଯିବ? ତୁ ଆସିବୁ ମଠକୁ, ମୁଁ ସେ ବତେଇଦେବି। ହଁ ବାବା କ୍ଷମା କରିବେ। କୋଉଠୁ କହୁଥିଲୁ? ବାବା ପୁରୀରୁ। ଆଉ ଅନେକ 3-4 ମାସ ତଳେ କଥା ହେଇଥିଲି, 2 ଥର କଥା ହେଇଛି ପୁରୀରୁ। ସେ ପୁରୀରୁ ତୁ କହୁଛୁ, ତୁ ଯେତେବେଳେ 3-4 ମାସ କଥା ହଉଛୁ, 4 ମାସ ବିତିଗଲାଣି ଏପର୍ଯ୍ୟନ୍ତ ତୁ ଆସିନୁ। ଆଉ କଣ ଟିକେ ଶୀଘ୍ର ଯଥା ଶୀଘ୍ର ଆସି କାମ ଆରମ୍ଭ କର, ଡେରି କର ନା। ହଉ ବାବା ହଉ ବାବା, ମୁଁ ଆଜି ବହୁତ ଖୁସି ଆପଣଙ୍କର। ପ୍ରଣାମ ବାବା।